ମୁଁ ପ୍ରଶାନ୍ତ ଆପଣଙ୍କୁ ସ୍ୱାଗତ କରୁଛି। ଏଇଟା ହେଉଛି ଆମର କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ସୁବଡ଼ଗଡ଼ି ଗ୍ରାମ ପଞ୍ଚାୟତର ଏଇଟା ହେଉଛି ଗାଡ଼ାବାଲି ଘାଟି ରାସ୍ତା। ଏ ରାସ୍ତାରେ ପ୍ରାୟ 4ଟି ଗାଁର ଲୋକ ଯିବା ଆସିବା କରୁଛନ୍ତି। ଗାଡ଼ାବାଲି, କାମ୍ବାରକିଆ, ଦହାବାଡ଼ି ଓ ଲତେବିନ୍ଦୁକଲି। ଏ ରାସ୍ତାରେ ଯିବା ତ ବହୁତ କଷ୍ଟ ହେଉଛି ଏବଂ ଖାଉଟି କାର୍ଡ଼ରେ ଚାଉଳ ମିଳୁଥିବା ଲୋକମାନେ ଆସୁଛନ୍ତି। ଏପରି ଭାବରେ ଲୋକମାନେ ଆସୁଛନ୍ତି। ଆପଣମାନେ ଦେଖନ୍ତୁ, ଏଇଟା ହେଉଛି ସେଇ ଗାଡ଼ାବାଲି ପାଦ ଚଲା ଘାଟି ରାସ୍ତା। ଏଇଥିରେ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି। ଆପଣଙ୍କୁ କେତେ କଷ୍ଟ ହେଉଛି ଆଜ୍ଞା ଏଇଠି ବୋହିକି ଆସିବାର? ହଁ, ଭିଡ଼ିଓକୁ କ'ଣ ଜଣେଇଛନ୍ତି? ଆଉ ଜଣେ ବାପାଙ୍କୁ ପଚାରିବ। ବାପା, ତମକୁ କେତେ କଷ୍ଟ ହେଉଛି ଏମିତି ଚାଉଳ ବୋହିକି ଆସିବ? ଖରା ସବୁ ଚାଉଳ ସବୁ ବାହାରିଲା। ହଁ, ଆଉ ଦେଖନ୍ତୁ କଷ୍ଟ ହଉଛି। ହଁ, ତ ଆଉ ଗୋଟେ ତ ହେଉନାହିଁ ଆଉ। କେତେ ବର୍ଷ ହେଲା ଆପଣ ଏଇଠି ରାସ୍ତାରେ ଯିବା ଆସିବା କରୁଛନ୍ତି? ହଁ, ବହୁତ ବର୍ଷ ହେଲା। ଏ ଘାଟି ରାସ୍ତାରେ କୌଣସି ଜିନିଷ ବୋହିକି ଆସିବା ପାଇଁ ଲୋକମାନଙ୍କ ପାଇଁ ବହୁତ କଷ୍ଟଦାୟକ ହେଉଛି ଏବଂ ବାଧାପ୍ରାପ୍ତ ମଧ୍ୟ ହେଉଛି। ଆସନ୍ତୁ ଆଉ ଥରେ ପଚାରି ବୁଝିବା ଏ ମା ମାନଙ୍କୁ କେତେ କଷ୍ଟ ଅନୁଭବ କରୁଛନ୍ତି। ଚାଲନ୍ତୁ ପଚାରି ବୁଝିବା। ମା, ତମେ କୁଆଡ଼େ ଯାଇଥିଲ? ଏଇଟା ଚାଉଳ ଆଣିଥିଲ? ହଉ ହଉ। କୋଉ ଚାଉଳ ଆଣି ଯାଇଥିଲ? କଣ୍ଟ୍ରୋଲ ଚାଉଳ। ହଉ, ଖାଉଟି କାର୍ଡ ଯୋଉ ମିଳୁଛି ସେଇଟା ଆଣି ଯାଇଥିଲ? ହଉ ହଉ ହଉ। ଆଉ କେତେ ବର୍ଷ ହେଲା ଏଇଠି ତମେ ଯିବା ଆସିବା ହେଲଣି? ଆଉ ସରକାରଙ୍କୁ କ'ଣ ଜଣେଇଛ ନା ନାଇଁ? ହଉ ହଉ। ଆସନ୍ତୁ ଆଉ ଜଣେ ମାଆଙ୍କୁ ପଚାରି ବୁଝିବା ଏ କେତେ କଷ୍ଟ ଅନୁଭବ କରୁଛନ୍ତି ଏ ରାସ୍ତାରେ ଯିବା ଆସିବାରେ। ଚାଲନ୍ତୁ ପଚାରି ବୁଝିବା। ଆଚ୍ଛା ମା, ତମେ ଏଇଠି କେତେ ବର୍ଷ ହେଲା ଯିବା ଆସିବା କଲଣି? ଆଉ ସରକାରଙ୍କୁ ସବୁ ଜଣେଇଛ? ହଁ, କିଏ ମଧ୍ୟ ଏପର୍ଯ୍ୟନ୍ତ ଆଉ କିଛି କହିନାହାନ୍ତି। ଆଉ କଲେକ୍ଟର ମଧ୍ୟ କହିଛନ୍ତି? ଆଚ୍ଛା, ଏଇ ରାସ୍ତାରେ ତମକୁ ଯୋଉ ବୁହାବୁହି କରିକି ଆଣୁଛ, ଆଉ କେତେ କଷ୍ଟ ହଉଛି କ'ଣ କୁହ? ବିଶେଷ କରି ଆମର ଟେଲର ଗାଁ ମାନଙ୍କୁ ନେବା ପାଇଁ ବହୁତ କଷ୍ଟ ହଉଛି। ଆମେ ତ ଏଇଟା କଷ୍ଟ କରୁଛୁ ଜାଣିଛୁ। ଆଉ ପେସେଣ୍ଟ ମାନଙ୍କୁ ନେବା ପାଇଁ ସେମାନଙ୍କୁ ଟିକେ ନେବା ପାଇଁ ସୁବିଧା ହଉଛି। କିନ୍ତୁ ଡେଲିଭର ମା ମାନଙ୍କୁ ନେବା ପାଇଁ ବହୁତ କଷ୍ଟ ହଉଛି। ସେମାନଙ୍କୁ ଟିକେ କହିଦେଲେ ସେଇଟା। ଆଉ ଜଣେ ମାଆକୁ ପଚାରି ବୁଝିବା। ଆଚ୍ଛା ମା, ତମେ ଏଇଠି କେତେ ବର୍ଷ ହେଲା ଯିବା ଆସିବା କଲଣି ଏ ରାସ୍ତାରେ? ତମ 30 ବର୍ଷ ଖଣ୍ଡେ ହେଲା ଯିବା ଆସିବା କରୁଛୁ। ପିଲାମାନେ ଯିବା ପାଇଁ ବେଶୀ କଷ୍ଟ ଲାଗୁଛି। ବର୍ଷାରେ ଯିବା ପାଇଁ ବେଶୀ ପାଣି ଯାଉଛି ଆଉ ଯାଉନାହାନ୍ତି। ପିଲାମାନେ ଆବସେଣ୍ଟ ରହୁଛନ୍ତି ବର୍ଷା ହେଲେ। ଆଉ ସେଥିପାଇଁ ଆମେ ଦେଖୁଛୁ ଏଇଟା ପାଣି ଦେଖିକି ଦୌଡୁଛୁ। ହଉ ହଉ ହଉ। କେତେ ସେମାନେ କହିଲେ ଯେ ନେଟିରେ ଚଢ଼ା ହବ, ଦେଖିବ ନ୍ୟୁଜରେ ତମର ରାସ୍ତା କାମ କରି କହିଲେ ଆଉ ସେଇଟା ଆଶା କରିଥିଲୁ। ଆମେ ଇଏ କରୁଛନ୍ତି କିଛି ପ୍ରଶ୍ନ କରୁଥାଏ। ଆଚ୍ଛା, ଚାଉଳ ବୁହାବୁହିରେ ତମେ କେତେ କଷ୍ଟ ଅନୁଭବ କରୁଛ? ହଉ ହଉ ହଉ। ଆପଣମାନେ ଦେଖିଲେ ଏଇଟା ହେଉଛି ସେଇ ରାସ୍ତାରେ ଲୋକମାନେ କେତେ ଯାତାୟାତରେ କେତେ ବାଧାପ୍ରାପ୍ତ ହେଉଛି। ଆପଣମାନେ ଦେଖନ୍ତୁ, ଏଇ ହେଉଛି ଏକମାତ୍ର ସାହା ଭରସା ଏଇ
ପାଦଚଲା ଘାଟି ରାସ୍ତା ଏଇ ରାସ୍ତାରେ ଅନେକ ବର୍ଷ ହେଲା ଲୋକମାନେ ଯାତାୟାତ କରୁଛନ୍ତି ଆଉ ଲୋକଙ୍କ ପ୍ରତି କେତେ ଅସୁବିଧା ହେଉଛି ଆପଣମାନେ ଶୁଣିଲେ ତ ସେଇଥିପାଇଁ ସରକାରଙ୍କୁ କେତେ ଅବଗତ କରାଇଲେ ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ କର୍ଣ୍ଣପାତ କରିନାହାନ୍ତି ବୋଲି ଲୋକମାନଙ୍କର ଅଭିଯୋଗ ରହିଛି।